ଆପଣ କ'ଣ ପରମେଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି? ଆପଣ କ'ଣ ପରମେଶ୍ୱରଙ୍କ ସହିତ ଆପଣଙ୍କର ସମ୍ପର୍କକୁ ନିବିଡ଼ କରିବାକୁ ଚାହାନ୍ତି, ଗଭୀରରୁ ଗଭୀର କରିବାକୁ ଚାହାନ୍ତି? ଯଦି ଆପଣ ତାହା କରିବାକୁ ଚାହାନ୍ତି, ଆଜିର ଏହି ସମୟର ଉପାସନା ଆଜିର ଯେଉଁ ଏହି ଡିଭୋସନ୍ କେବଳ ଆପଣଙ୍କ ନିମନ୍ତେ ଅଟେ। ଯେତେବେଳେ ଆମେ ପରମେଶ୍ୱରଙ୍କର ଆରାଧନା କରୁ, ଯେତେବେଳେ ଆମେ ଆରାଧନାରେ ଆମମାନଙ୍କର ସମ୍ପର୍କକୁ ସମୟ ବିତାଉ, ଆମେ ସେତେ ପରମେଶ୍ୱରଙ୍କର ସହିତ ସମ୍ପର୍କ ସ୍ଥାପନ କରୁ। ଆମେ ଯେତେ ଅଧିକ ଆରାଧନା କରୁ, ଆମେ ସେତେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେଉ, ଆଉ ସେତେ ପରମେଶ୍ୱରଙ୍କର ଅଦ୍ଭୁତ କାର୍ଯ୍ୟ ଯାହା ଆମମାନଙ୍କ ଜୀବନ ମଧ୍ୟରେ ସେ ରଖିଅଛନ୍ତି ତାହାକୁ ଆମମାନେ ଦେଖିପାରୁ। ଆରାଧନା ଆମମାନଙ୍କୁ ସାହାଯ୍ୟ କରେ ପରମେଶ୍ୱରଙ୍କର ଆହୁରି ନିକଟବର୍ତ୍ତୀ ହେବା ନିମନ୍ତେ। ଏହି ମୋବାଇଲ ବୃଥା ଅଟେ ଯଦି ଏହି ମୋବାଇଲ ଯଦି ମୋତେ ସାହାଯ୍ୟ କରୁନାହିଁ ମୋ ପରିବାରକୁ ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ। ବର୍ତ୍ତମାନ ମୁଁ ହାଇଦ୍ରାବାଦରେ ଅଛି, ଆମ ପରିବାର ଓଡ଼ିଶାରେ ଅଛନ୍ତି। ଯଦି ଏହି ମୋବାଇଲ ମୋତେ ମୋ ପରିବାର ସହିତ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରୁନାହିଁ, ତାହେଲେ ଏହି ମୋବାଇଲ ରଖିବାର ଆବଶ୍ୟକତା ନୁହେଁ। ଏହାର ତ କ'ଣ ମୁଁ କେବଳ ମୋବାଇଲଟା ରଖିଛି ଆଉ କିଛି ଲାଭ ନାହିଁ। ଠିକ୍ ସେହିପରି ଆରାଧନା ଏକ ପ୍ରକାର ବିଷୟଟେ ଆମେ ପରମେଶ୍ୱରଙ୍କ ସହିତ ଅଧିକରୁ ଅଧିକ ସ୍ଥାପନ କରିପାରୁ। ପରମେଶ୍ୱରଙ୍କ ସହିତ ଆହୁରି ଅଧିକରୁ ଅଧିକ ଆମମାନଙ୍କର ସମ୍ପର୍କକୁ ନିଗୁଡ଼ ଆଉ ଦୃଢ଼ କରିଥାଉ। ତେଣୁ ବାକ୍ୟରେ ଲେଖା ଅଛି ହିତୋପଦେଶ 18 ଅଧ୍ୟାୟ 10 ପଦରେ, ସଦାପ୍ରଭୁଙ୍କ ନାମ ଦୃଢ଼ ଗଡ଼, ଧାର୍ମିକ ଲୋକ ତହିଁକୁ ପଳାଇ ରକ୍ଷା ପାଆନ୍ତି। ଯଦି ଆପଣ ଆପଣଙ୍କ ଜୀବନରେ ରକ୍ଷା ପାଇବାକୁ ଚାହାନ୍ତି, ଯଦି ଆପଣ ପ୍ରତିଟି ସମସ୍ୟାରୁ ଉଦ୍ଧାର ପାଇବାକୁ ଚାହାନ୍ତି, ଆମ୍ଭେମାନେ ପରମେଶ୍ୱରଙ୍କ ଗୃହକୁ ଯାଉ, ପରମେଶ୍ୱରଙ୍କ ଗଡ଼କୁ ଯାଉ। ଯଦି ଆମେ ପରମେଶ୍ୱରଙ୍କ ଗଡ଼କୁ ଯାଉ, ପରମେଶ୍ୱରଙ୍କ ପାଖକୁ ଯାଉ, ଆମମାନଙ୍କ ଜୀବନ ବଦଳିଯାଏ, ଆମମାନଙ୍କର ଭାବନା ବଦଳିଯାଏ, ଆମମାନଙ୍କର ଆଶା ବଦଳିଯାଏ, ଆମମାନଙ୍କର ଡର ଭୟ ସବୁକିଛି ଦୂର ହୋଇଯାଏ, ଆଉ ପରମେଶ୍ୱର ଆମ ସଙ୍ଗରେ ରୁହନ୍ତି। ଯଦି ପରମେଶ୍ୱର ଆମମାନଙ୍କ ସହିତ ଅଛନ୍ତି, ଆମେ ବା କାହାକୁ ଡରିବା? ଆମମାନେ ଯେ ପର୍ଯ୍ୟନ୍ତ ଆରାଧନା କରିନାହୁଁ, ଯେ ପର୍ଯ୍ୟନ୍ତ ଆମମାନେ ଆରାଧନାରେ ଆମମାନଙ୍କ ସମୟକୁ ବିତାଉନାହୁଁ, ସେ ପର୍ଯ୍ୟନ୍ତ ଆମମାନେ କେବେ ବି ପରମେଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବା ନାହିଁ। ଆରାଧନା କେବଳ ଗୋଟେ ଦିନ ନୁହେଁ, ଆରାଧନା ପ୍ରତିଦିନର ନିଷ୍ପତ୍ତି ଅଟେ। ପରମେଶ୍ୱର ଆମମାନଙ୍କ ସହିତ ପ୍ରତି ଦିବସ ସେ ଆମମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି। ଯଦି ଆମେ ତାହେଲେ ଦେଖିବା, ଏଦେନ ଉଦ୍ୟାନରେ ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ନିର୍ମାଣ କଲେ, ଆଉ ମନୁଷ୍ୟକୁ ପ୍ରତିଦିନ ପ୍ରଭାତରେ ଆଉ ସନ୍ଧ୍ୟାରେ ପରମେଶ୍ୱର ଆସି ସେମାନଙ୍କ ସହିତ ସମୟ ବିତାନ୍ତି। କିନ୍ତୁ ହଠାତ୍ ଶୈତାନ ଆସି ପରମେଶ୍ୱର ଆଉ ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁ ସମ୍ପର୍କଟା ପୁରା ସଂଗଠିତ ହୋଇଥିଲା, ଯେତେବେଳେ ପୁରା ନିବିଡ଼ ହୋଇକି ଥିଲା, ଦୃଢ଼ ଭାବରେ ଥିଲା, ଆଉ ସେଇ ସମ୍ପର୍କକୁ ଶୈତାନ ବିଚ୍ଛିନ୍ନ କରିଦେଲା। ଆଜି ଆପଣଙ୍କୁ ଆଉ ମୋତେ କେଉଁ ବିଷୟ ଅଟକାଉଅଛି ଯଦ୍ୱାରା ଆମମାନେ ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ ପଛଘୁଞ୍ଚା କରୁ? ଆଜି ଅନେକ ମଣ୍ଡଳୀରେ ଯେତେବେଳେ ଆରାଧନା ଚାଲିଥାଏ, ସେମାନେ ଭାବନ୍ତି ଓ ଆରାଧନା ଚାଲିଛି, ଏବେ ଯିବାର ଆବଶ୍ୟକତା ନୁହେଁ, ଆରାଧନା ସରିଲା ପରେ ଯିବେ। ଜାଣି ରଖନ୍ତୁ, ଆରାଧନା ଏକ ପ୍ରକାର ବିଷୟଟେ। ଆରାଧନାରେ ଆମମାନେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେଉ। ଆରାଧନା ଆମମାନଙ୍କୁ ସାହାଯ୍ୟ କରେ ପରମେଶ୍ୱରଙ୍କର ଆହୁରି ନିକଟରୁ ନିକଟବର୍ତ୍ତୀ ହେବା ନିମନ୍ତେ। ଯେତେବେଳେ ଆମେ ପରମେଶ୍ୱରଙ୍କୁ ପ୍ରଶଂସା କରୁ, କାରଣ ସେ ଜିହୋଭା ଜିରି, ସେ ଜିହୋଭା ରାଫା, ସେ ଜିହୋଭା ଆରୋଗ୍ୟକାରୀ, ସେ ଧାର୍ମିକମୟ ପରମେଶ୍ୱର, ସେ ସତ୍ୟ ସନାତନ ପରମେଶ୍ୱର, ସେ ଉଦ୍ଧାରକାରୀ, ସେ ନିର୍ମାଣକାରୀ। ତ ଆମର ପ୍ରତିଟି ତାଙ୍କର ଗୁଣକୁ ମନେ ପକାଇ ଆସ ଆମେ ତାଙ୍କୁ ଆରାଧନା କରୁ।
आराधना मतलब ତାହାଙ୍କର ପ୍ରତିଟି ଗୁଣକୁ ମନେ ପକାଇ ତାଙ୍କ ପ୍ରତିଟି ବିଷୟକୁ ମନେ ପକାଇ ତାହାଙ୍କୁ ଧନ୍ୟବାଦ ଦେବା, ତାହାଙ୍କର ଗୁଣାନୁବାଦ କରିବା। ତୁମେ ମହାନ ପରମେଶ୍ୱର, ତୁମେ ରାଜାମାନଙ୍କ ରାଜା ପରମେଶ୍ୱର ପ୍ରଭୁ, ତୁମେ ସର୍ବଶକ୍ତିମାନ ପରମେଶ୍ୱର ପ୍ରଭୁ, ତୁମେ ଯେହୋବା ଜିରି, ଯେହୋବା ରାଫା, ଯେହୋବା ରୋହି ଓ ଯେହୋବା ସାମା, ଯେହୋବା ସାଲମ ପରମେଶ୍ୱର ପ୍ରଭୁ। ମୁଁ ତୁମକୁ ଧନ୍ୟବାଦ ଦେଉଛି ପ୍ରଭୁ, ତୁମେ ଯାହା ମୋ ଜୀବନ ମଧ୍ୟରେ କରିଅଛ। ଏହା ହିଁ ଆରାଧନା ଅଟେ। ତ ଆସନ୍ତୁ ଆରାଧନାକୁ ଆମର ପ୍ରତିଟି ଦିନରେ ଆମେ ଲାଗୁ କରୁ, ଆଉ ଆରାଧନାରେ ଆମେ ମାନେ ପରମେଶ୍ୱରଙ୍କର ଆହୁରି 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 ଅଧିକରୁ ଅଧିକ ନିକଟବର୍ତ୍ତୀ ହେଉ। ଆଉ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରିବେ। ଯେତେବେଳେ ଆମେ ଆରାଧନା କରିବା, ଯେତେବେଳେ ଆମେ ପରମେଶ୍ୱରଙ୍କର ସାନ୍ନିଧ୍ୟରେ ବସିବା, ଆମମାନେ ପରମେଶ୍ୱରଙ୍କର ଆମ ଗୌରବ କରିବା, ଆଉ ପରମେଶ୍ୱର ଆମମାନଙ୍କ ଜୀବନ ଦେଇ ମହିମାନ୍ୱିତ ହେବେ। ତ ଆସନ୍ତୁ ପ୍ରତିଦିନ କିଛି ସମୟକୁ ବାହାର କରି ପରମେଶ୍ୱରଙ୍କର ଆରାଧନା କରୁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।